ଆମର ଯେଉଁ ନଶାମୁକ୍ତ ଭାରତ ଅଭିଯାନ ଚାଲିଛି ଆମର ଏସ୍ପି ସାର୍ଙ୍କ ନେତୃତ୍ୱରେ ଆମର ଟାଉନ୍ ଥାନା ଗୋଟେ ରେଡ୍ କରିଥିଲେ। ତାଙ୍କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ ତାରିଣୀ ମନ୍ଦିର ବଡ଼ଦ୍ୱାର ସାହି ପାଖରେ ଜଣେ ବେପାର କରିବା ପାଇଁ ଆସିଛନ୍ତି। ତ ସେଇ ଖବର ଅନୁଯାୟୀ ଆମର ଟାଉନ୍ ଥାନା ତାଙ୍କର ଟିମ୍କୁ ରେଡ଼ି କରିଥିଲେ ଏବଂ ସେ ଟିମ୍ ଯାଇକି ସେ ବିକାକୁ ଯେଉଁ ଆସୁଥିଲେ ତାଙ୍କୁ ଯାଇକି ଚଢ଼ଉ କରିଥିଲେ ଏବଂ ତାଙ୍କୁ ଆପ୍ରିହେଣ୍ଡ କରିଥିଲେ। ତା ବାଦେ ଆଉ ଗୋଟେ ହେଉଛି ଆମର ମଡେଲ ହେଉଛି ଆମର ଥାନା ଅନ୍ତର୍ଗତ, ସେଠି ଗୋଟେ ଖବର ମିଳିଥିଲା ତାଙ୍କର ହେଉଛି ସେ ଯେଉଁ ବଡ଼ ଖୋର୍ଦ୍ଧା ପୁରୀ ରୋଡ଼ ପାଖରେ ତାଙ୍କ ପାଖରେ ଖବର ଆସିଲା ପରେ ସେ ବି ଯାଇକି ସେଠି ଚଢ଼ଉ କରୁଥିଲେ। ସେଠି ଆମର ମିଳିଛି 25.50 ଗ୍ରାମ ବ୍ରାଉନ୍ ସୁଗର ମିଳିଛି। ତା ବାଦେ ଗୋଟେ ମୋବାଇଲ ଫୋନ୍ ଆଉ ଗୋଟେ ପଲ୍ସର 220 ମୋଟରସାଇକେଲଟେ ସିଜ୍ କରାଯାଇଛି। ଆଉ ସେଠି ବି ଜଣେ ଆକ୍ୟୁଜ୍ ଅଛନ୍ତି। ସେମାନେ କେଉଁଠୁ କିଣିକି ଆଣିଥିଲେ ସେଇଟା ସେମାନେ ବିକିବା ପର୍ପୋଜରେ ବୋଧେ ଆଣିଥିଲେ। ତ ଯେହେତୁ ଆମ ପାଖକୁ ଆଗୁଆ ଇନଫର୍ମେସନ୍ ପଳେଇ ଆସିଲା ତ ଆମେ ସେଟା ଆମ ଟିମ୍ ଯାଇକି ସେଠୁ ଚଢ଼ଉ କରୁଥିଲେ। ସେଇ ଚଢ଼ଉ କଲା ଭିତରେ ତାଙ୍କୁ ଧରି ଦେଇଛନ୍ତି। ତା ପାଇଁ ତ ବିଭିନ୍ନ ଜାଗାରେ ଆମେ ଚଢ଼ଉ କରୁଛୁ, ତାଙ୍କୁ ଇନକ୍ୱାରି କରାହେଉଛି, ଇନଭେଷ୍ଟିଗେସନ୍ କରାହେଉଛି। ଯେ ସେମାନେ ଯେଉଁ ଖବର ଦେଲା ବାଦେ ଆମେ ସେଇ ଖବରକୁ ମାନେ ରଖିକି ଆମେ ଚଢ଼ଉ କରୁଛୁ, ବିଭିନ୍ନ ଜାଗାରେ ଚଢ଼ଉ ହେଉଛି। ଏବେ ଆପଣ ଦେଖିବେ ବିଗତ 2 ମାସ ଭିତରେ ବହୁତ ଜାଗାରେ ଆମର ଟାଉନ୍ ଥାନା ନିଅନ୍ତୁ, ସଦର ଥାନା ନିଅନ୍ତୁ କି ଆମର ଇଣ୍ଡଷ୍ଟ୍ରିଆଲ ଥାନା ନିଅନ୍ତୁ, ସବୁ ସେମାନେ ଚଢ଼ଉ କରୁଛନ୍ତି। କିଛି ନା କିଛି ଜାଗାରେ ଧରା ପଡ଼ୁଛନ୍ତି, କିଛି ଆବସେଣ୍ଟ ହେଇଯାଉଛନ୍ତି। ତଥାପି ଆମ ଟିମ୍ ଅଲରେଡ଼ି ଆଲର୍ଟ ହେଇକି ଅଛି। ଯେତେବେଳେ ଖବର ଆସୁଛି ଆମେ ଏ ଭିତରେ ତ କିଙ୍ଗପିନ୍ ଏବେ ଜଣାପଡ଼ୁନି କେତେ ଜଣ ଇଏ ହେଇଛି, ମାନେ କିଙ୍ଗପିନ୍ଟା ଗୋଟେ ବୋଧେ ଧରା ହେଇଛି।